19 ସେ ଲେଖିଥିଲେ ଲୋକଙ୍କର ମୋଡ଼ ନେଲା। ନବ କଳେବର ହେଲା 15 ବ୍ରହ୍ମ କଣ ବୋଲି ସେ ତାକୁ ଅତି ନ୍ୟୁନ ମନ କଲେ। ସୂର୍ଯ୍ୟପରାଗ ଚନ୍ଦ୍ରଗ୍ରହଣ ଲାଗିବ, ଇଏ ମଣିଷ ଏମିତି ଯାହା କହନ୍ତି ବୁଦ୍ଧି ନହେଲେ ମାଛ ମାଂସ ଖାଇଲେ ବି ସରସ୍ୱତୀ ପୂଜା ଗଣେଶ ପୂଜା। 17 ବେଳକୁ ସାଧୁ ସନ୍ଥ ମାନେ କି ଅବସ୍ଥାରେ ରହିଲେ, ଇଏ ସଚରାଚର ବ୍ରହ୍ମାଣ୍ଡ ତାଙ୍କୁ ମୁଠାଏ ଖାଇବାକୁ ବି ଦେଲେନି। ତେଣୁ ଏମିତି ସମୟ ଉପସ୍ଥିତ ହେଲା 20 ୱାର୍ଲଡ ସମସ୍ତେ ଭୟଭୀତ ହେଇଗଲେ। ସେଠି ଆଉ ଗରିବ କେହି ନାହିଁ, ନା ଧନୀ କେହି ନାହିଁ, ନା ବଡ ମଣିଷ କେହି ନାହିଁ, ନା ବଡ ଅଫିସର କେହି ନାହିଁ। ସର୍ଭେ ହୋଇଲେ ଏକାକାର, ତୁ ପଦାକୁ ବାହାରି ପାରିବୁ ନା। ଆଉ ଇଏ ସୃଷ୍ଟିରେ ବୁଲିବା ଭିତରେ ଯୋଉଠି ଯେତେବେଳେ ଦେଖିଲୁ ଇଏ କାଁ ଭାଁ ଦୋକାନୀ, ସେ ଟଙ୍କା ଛୁଇଁଲାନି, କହିଲା ସେ ବେଗରେ ପକେଇଦବ, ସେ ବେଗରୁ ଉଠେଇକି ଲେଖିଛନ୍ତି ମୀନ ଶନି ଗତି କରୁଥିବା ବେଳେ ଏ ପୃଥ୍ୱୀ ମହି ଦୁଲୁକିବ। ସେ ଲେଖିଛନ୍ତି ତୃତୀୟ ବିଶ୍ୱଯୁଦ୍ଧ ହବ ଏଇ ମୀନ ଶନିରେ, କାରଣ ଯବନ ଧ୍ୱଂସ ହବ, ଯବନ ମାନ ଧ୍ୱଂସ ହେବେ। ସେୟା ତ ହଉଛି ବର୍ତ୍ତମାନ। ତେଣୁ ସେ ଲେଖିଛନ୍ତି ବିଶ୍ୱଯୁଦ୍ଧ ହବ, ବିଶ୍ୱର ଯୁଦ୍ଧ ହବ। 29 ଭିତରେ ଏଇ ସମୟରେ ଯୋଉ ଦେଶ ଭିତରେ ଲାଗିବ ସେ ସମ୍ପୂର୍ଣ୍ଣ ସ୍ମାସ ହବ ହେଲା, ଧ୍ୱଂସ ହେଇଯିବ। ରକ୍ତ ଖାଇବ ମାଂସ। ବାଘ ଯେତେବେଳେ ଗୋଟିଏ ଖାଏ, ସେ ତାପରେ ଇଚ୍ଛା କରିବ କଣ ନା ଆଉ ଗୋଟା ଖାଇବାକୁ। ଆଜ୍ଞା, ବର୍ତ୍ତମାନ ଯୋଉ ମାଳିକାରେ ଲୋକମାନେ ଯୋଉ ଗବେଷକ ମାନେ କହୁଥିଲେ ବା ମାଳିକାରେ ଯୋଉ ପ୍ରକାର ଲେଖା ଯାଇଥିଲା ଯେ ତୃତୀୟ ବିଶ୍ୱଯୁଦ୍ଧର ସମୟ ଅତି ନିକଟ, ଆଉ କିଛି ଲୋକ ମଧ୍ୟ କହିଥିଲେ ଯେ 29 ଜାନୁଆରୀ ଯୋଉ ଗଲା ଆର ପଛ ମାସରେ 26 ଜାନୁଆରୀ 29 ତାରିଖରେ କହିଥିଲେ, ଅନେକ ଲୋକ କହିଥିଲେ ଯେ ବିଶ୍ୱଯୁଦ୍ଧ ହବ। କିନ୍ତୁ ଗୋଟିଏ ମାସ ବିତିଗଲା ପରେ, ତେଣୁ ଯୋଉ ପ୍ରକାର ସବୁ ଘଟଣା ମାନେ ଘଟୁଛି ବର୍ତ୍ତମାନ, ରୁଷିଆ ୟୁକ୍ରେନ ଯୁଦ୍ଧ 5 ବର୍ଷ କମ୍ପ୍ଲିଟ ହେଇଗଲାଣି, ବନ୍ଦ ହବାର ନାହିଁ। ତାପରେ ପାକିସ୍ତାନ ଆଉ ଆଫଗାନିସ୍ତାନ ତା ଯୁଦ୍ଧ ମଧ୍ୟ ଚାଲିଛି, ଘମାଘଟ ଲଢେଇ। ତାପରେ 2 ଦିନ ହବ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲ 2 ଜଣ ମିଶିକି ଆଟାକ କରିଛନ୍ତି, ଏବଂ କାଲି ଇରାନର ଯିଏ ଅଛି ରାଷ୍ଟ୍ରପତି ଖେମେନେଇ, ତାକୁ ମଧ୍ୟ କାଲି ବମ୍ ମାରିକି ମାରି ଦେଇଛନ୍ତି। ତେଣୁ ଏଇ ପ୍ରକାର ଯୋଉ ପ୍ରକାର ବିଶ୍ୱଯୁଦ୍ଧ ଭଳିଆ ସଂକଟ ବର୍ତ୍ତମାନ ବିଶ୍ୱରେ ସଂଗଠିତ ହେଉଛି, ବାସ୍ତବିକ କଣ ମାଳିକାର କିଛି ଅଂଶ ଏ ଲେଖାଯାଏ ଯାହା ସତ୍ୟ ହଉଛି ନା କଣ ବାସ୍ତବିକ? କାହିଁକି ନା ଏଇ ପ୍ରକାର ଯୋଉ ଘଟଣା ମାନ ସବୁ ଘଟୁଛି ବିଶ୍ୱରେ, ଏ ଯୋଉ ଅସ୍ଥିରତା ଦେଖାଯାଉଛି, ଖାଲି ଯୁଦ୍ଧ, ଲୋକମାନେ ମରିବା ଏବଂ ବିଶ୍ୱରେ ବିଭିନ୍ନ ପ୍ରକାର ସଂକଟ ସମସ୍ୟା, ଦେଶ ସମସ୍ୟା, ଦ୍ୱନ୍ଦ୍ୱ, ସଂଘର୍ଷ ଏ ଯୋଉ ଚାଲିଛି, ଇଏ ମାଳିକାର ତାହେଲେ କଣ କିଛି ଅଚ୍ୟୁତାନନ୍ଦ ମହାପୁରୁଷ ବା ପଞ୍ଚସଖାଙ୍କର ମାଳିକାର ଯଥାର୍ଥକୁ ଦର୍ଶଉଛି ନା ଆଉ କଣ? ଓଙ୍କାରଂ ବିନ୍ଦୁ ସଂଯୁକ୍ତଂ ନିତ୍ୟ ଧ୍ୟାୟନ୍ତି ଯୋଗିନୋ କାମଦେବ ମୁଖ୍ୟଞ୍ଚ ଓଙ୍କାରାୟ ନମୋ ଓଙ୍କାରଣ। ଠାକୁର ଲେଖିଛନ୍ତି ଅଚ୍ୟୁତ ଅନନ୍ତ ଯଶୋମତ ଜଗନ୍ନାଥ ବଳରାମ ଦାସ, ଏ 5 ଜଣ 5ଟି ଅକ୍ଷର ଉପରେ ପଞ୍ଚଭୂତର ବିଚାରରେ ସେମାନେ ଠିଆ ହେଇ ସେଇ ପରମ ବ୍ରହ୍ମଙ୍କର ସତ୍ତାକୁ ଧ୍ୟାନ କରିଛନ୍ତି। ପରମ ବ୍ରହ୍ମ କହିଲେ ମୁଁ ଆଉ ମୋର ଭକତ ସେ ହଉଛି ଏକ। ଗୋଟିଏ ପଇସାର ଯୋଉ ଭଳି ଭାବ, ଏପଟକୁ ଅନେଇଲେ ଭକତ, ସେପଟକୁ ଅନେଇଲେ ଭଗବାନ। ତେଣୁ ସେମାନେ ଲେଖିଛନ୍ତି, ଆଜି ନୁହେଁ ଯୁଗକୁ ଯୁଗ ଲେଖି ଆସିଛି। ମହାପୁରୁଷ କହିଲେ ଗୁରୁ ଆଜ୍ଞା ଖଟ ଚାଟ, ଯେବେ ତୁ ପଢିବ ପଢା ପାଠ। ତେଣୁ ଅଣାକ୍ଷରୁ ଆସି ଓଙ୍କାରେ ମିଶିଛି, ଅଣାକ୍ଷରୁ ଆସି ଓଙ୍କାରେ ମିଶିଛି, ଚିହ୍ନିଲେ ଫିଟିବ ଦ୍ୱନ୍ଦ୍ୱ। ଯିଏ ଚିହ୍ନିନି ସେ ଆଗତ ଅନାଗତ କଥା କହିପାରିବ ନାହିଁ। ଇଏ ହଉଛି ବ୍ରହ୍ମ ଜ୍ଞାନ। ଜ୍ଞାନ ହଉଛି 2ଟା ଜନ୍ମ ବେଳେ, ଗୋଟିଏ ହଉଛି ବୈଷୟିକ ଜ୍ଞାନ, ଗୋଟିଏ ହଉଛି ବ୍ରହ୍ମ ଜ୍ଞାନ। ବ୍ରହ୍ମ ଜ୍ଞାନ ଯାହାର ଜନ୍ମ ଜନ୍ମାନ୍ତର, ସେଇଭଳି ଭାବ ଭକ୍ତି ଧର୍ମର ବଳ ଥାଇପାରେ। ଧର୍ମରେ ସେ ସବୁବେଳେ ଧ୍ୟାନ ଧାରଣା ରଖିକରି ଏ ସୃଷ୍ଟିରେ ଜନ୍ମ ନେଇଛି। ସିଏ ବ୍ରହ୍ମ ଜ୍ଞାନର ସତ୍ତାକୁ
ବୁଝିପାରିବ, ଅନୁଭବ କରିପାରିବ। ସେଟା ହଉଛି ଆତ୍ମଜ୍ଞାନ। କାହାକୁ ଦେଇଦେଲେ ଟଙ୍କା ପଇସା ନୁହେଁ ଯେ ସେ ଖର୍ଚ୍ଚ କରିଦେଲା ଚାଲିଯିବ, ସେ ନୁହେଁ। ଇଏ ବ୍ରହ୍ମଜ୍ଞାନ ହଉଛି ପଥରର ଗାର। ତେଣୁ ମହାପୁରୁଷ ସତ୍ୟ ଯୁଗରେ ଠିଆ ହେଇଥିଲେ ପଞ୍ଚସଖା। ତାଙ୍କ ନାଁ ହଉଛି ଋଷି ଯୁଗ ଥିଲା। ସେ ଯୁଗରେ ନାରଦ, ଅଗସ୍ତି, ଗାର୍ଗବ, କୃପାଜଳ, ମାର୍କଣ୍ଡ। ଏବେ ଯିଏ କଳି ଯୁଗରେ ଅଛନ୍ତି ସିଏ ହଉଛନ୍ତି ଅଚ୍ୟୁତ, ଅନନ୍ତ, ଯଶବନ୍ତ, ଜଗନ୍ନାଥ ଦାସ, ବଳରାମ। ସେ ସତ୍ୟ ଯୁଗରେ ମଧ୍ୟ ସେ ଗୋଟିଏ ପଦ ଲେଖିଥିଲେ, ଅଖଣ୍ଡ ମଣ୍ଡଳାକାରଂ ବ୍ୟାପ୍ତଂ ଯେନ ଚରାଚରଂ ତତ୍ପଦଂ ଦର୍ଶିତଂ ଯେନ ତସ୍ମୈ ଶ୍ରୀ ଗୁରବେ ନମଃ। ଲେଖିଥିଲେ ସେତେବେଳେ। ଆଜି ଲେଖା ହେଇନି ସେ ଅକ୍ଷର। ସେ ଆଦ୍ୟ ଅକ୍ଷରରୁ ଆରମ୍ଭ ହେଇଛି। ଓଁକାର ହଉଛି ସୃଷ୍ଟିର ମାଲିକ। ସେ ଲେଖିଛନ୍ତି। କାହିଁ ଲେଖିଲେ ନା ଆ ଭିତରକୁ ଯିଏ ଗମି ପାରିବ, ତାର ପୂର୍ବର ସୁକୃତ ଥିଲେ ଆଗକୁ କଣ ଘଟିବ ଆଉ ମୋ ପାଠ ପଢା ସେ ଧ୍ୟାନସ୍ଥ ହୋଇ ବୁଝିପାରିବ। ତେଣୁ ବୈଷୟିକ ଜ୍ଞାନ ସମସ୍ତେ ଅଳ୍ପ ବହୁତ ପଢିଯିବେ, କିନ୍ତୁ ବ୍ରହ୍ମ ଜ୍ଞାନ ତାର ଉଦୟ ଗୁରୁ କୃପା ନଥିଲେ ସେ ବ୍ରହ୍ମ ଜ୍ଞାନର ସତାଜମ ପାଇପାରିବ ନାହିଁ। ଯେତେବେଳେ ହେଇଗଲା 12 ମସିହା, ସେତେବେଳେ ସୃଷ୍ଟିରେ ହୋଇଚ ପଡିଲା ଆଖିର କଥା। ବଟ ଫଟ ଉପରେ ଥାଏ ଦେଖିଛି, ଲୋକମାନେ ପୂଜାରୀ ମାନଙ୍କୁ ଠାକୁରଙ୍କ ପାଖରେ ଯୋଉ ରେଟରେ ସବୁ ଖରଚ କଲେ, ଦେଲେ ଦାନ ଦକ୍ଷିଣା, ପୂଜାରୀ ମାନେ ବସ୍ତା ବସ୍ତା ନୋଟ ପୁରେଇଛି 12 ମସିହାରେ। 12 ମସିହାରେ ସେତେବେଳେ ସେମିତି ହେଲା ସିଚୁଏସନ। ସେତେବେଳେ ଯୁଦ୍ଧ କଥା ନାହିଁ ଯେ ସୃଷ୍ଟି ତ ସୃଷ୍ଟି ରହିବ। ଧ୍ୱଂସ ହେଇଯିବ। କହିଲେ ତରିକି ସବୁ 13 କୁ 13 ମସିହାରେ ସବୁ ସରିଯିବ ବୋଲି ତାଙ୍କ ମନ ଭିତରେ ସେଇଠି ଧାରଣା ଆସିଲା। ଆଉ ନବ କଳେବର ହେଲା 15 ମସିହାରେ। ବ୍ରହ୍ମ କଣ ବୋଲି ସେ ତାକୁ ଅତି ନ୍ୟୁନ ମନ କଲେ। ସୂର୍ଯ୍ୟ ପରାଗ ଚନ୍ଦ୍ରଗ୍ରହଣ ଲାଗିବ, ଇଏ ମଣିଷ ଏମିତି ଯାହା କହନ୍ତି ବୁଦ୍ଧି ନହେଲେ ମାଛ ମାଂସ ଖାଇଲେ ବି ସରସ୍ୱତୀ ପୂଜା, ଗଣେଶ ପୂଜା। ସୂର୍ଯ୍ୟ ପରାଗ ମନା ହେଇଛି ଯେ କେହି ତମେ ଆଇଁଷ ବା ଭୋଜନ କରିବ ନା। ଆଇଁଷ କଥା ତ ଲେଖା ନଥାଏ, ପାକ ତ୍ୟାଗ ନିଷେଧ। ପାକ ତ୍ୟାଗ ନିଷେଧ। ସେ ତାକୁ ମାନିଲେନି, ଖାଇଲେ। 17 ମସିହାରେ ପ୍ରକୃତରେ ସତ୍ୟ ଦେଖେଇଲେ ଯେ କିଏ ମିଛ କିଏ ସତ୍ୟ। କିଏ ମାୟାବୀ ହେଇକରି ସୃଷ୍ଟିରେ ପଇସା ରୋଜଗାର କରୁଛନ୍ତି, କୁହୁକ ଭଳିଆ ଚାଲିଛନ୍ତି। ତେଣୁ ସେ ସମୟରେ କିଭଳି ସୃଷ୍ଟି ହେଲା, ଏ ସୃଷ୍ଟିରେ ଯୋଉମାନେ ବିଚାରରେ ବସି ମିଛ କହିକରି ଚାଲୁଥିଲେ, ଧର୍ମର କଥାରେ ପାପ ଭାର ଭିତରେ ଘଷି ହେଇ ଚାଲୁଥିଲେ, ସେ ପଦାରେ ପଡିଗଲେ। ସବୁ ପଦାରେ ପଡିଗଲେ। ତେଣୁ ତା ନାଁ କହିବାର କଣ ଅଛି। କେତେବେଳେ କୋଉ ପରିସ୍ଥିତି ମଣିଷର ହବ କେହି ବଡପଣ କଥା କହିବେ ନାହିଁ। ତେଣୁ ଇଏ ପର୍ଯ୍ୟାୟ ମଧ୍ୟ ଆଖିରେ ଦେଖିଲା। 17 ମସିହା ବେଳକୁ ସାଧୁ ସନ୍ଥ ମାନେ, ପବନ ଯେତେବେଳେ ବିଷାକ୍ତ ହେଇଗଲା, ସମସ୍ତଙ୍କ ପାଇଁ ସିଏ କଷ୍ଟଦାୟକ ହେଲା ବା ପିଣ୍ଡ ପାଇଁ ଦୁଃଖର କାରଣ ହେଲା। ତେଣୁ ସାଧୁ ସନ୍ଥ ମାନେ କି ଅବସ୍ଥାରେ ରହିଲେ, ଇଏ ସଚରାଚର ବ୍ରହ୍ମାଣ୍ଡ ତାଙ୍କୁ ମୁଠାଏ ଖାଇବାକୁ ବି ଦେଲେନି। 19ରେ ହେଲା କରୋନା। ହଁ, 17 ମସିହାରେ ଯେତେବେଳେ ଇଏ ସାଧୁ କୂଳ ଗୁଡା କୋଉ ଅବସ୍ଥାରେ ଗତି କରୁଛନ୍ତି, ଖୋଲମ ଖୋଲା ସେ ତାକୁ ଦେଖିଲେ, ଜାଣିଲେ, ବୁଝିଲେ, ଅବଗତ ହେଲେ। ତେଣୁ ସାଧୁମାନଙ୍କୁ ନିନ୍ଦା ହେଇଗଲା। ଠାକୁର ଲେଖିଥିଲେ, କହିଲେ ଅସଦ ଆଚରଣ କରି ଅସାଧୁ ଉପାୟରେ ଧନ ଅର୍ଜନ କରିବେ, ନିଜକୁ ବଡ ମନ କରିବେ। ତା ମଧ୍ୟ ଦେଖା ହେଲା। ସେ ଲେଖିଥିଲେ, ସର୍ବେ ହୋଇବେ ଏକାକାର, ବେଦର ନଥିବ ବିଚାର, ତେଣୁ ହୋଇବ ଅଳ୍ପାସୁ, ପାପେ ସକଳେ ଯିବେ ନା। ତେଣୁ ଏମିତି ସମୟ ଉପସ୍ଥିତ ହେଲା 20 ମସିହାରେ, କିଭଳି ପ୍ରକୃତି ରୂପିଣୀ ପଠେଇଦେଲା ଏଇ ୱାର୍ଲଡ। ସମସ୍ତେ ଭୟଭୀତ ହେଇଗଲେ। ସେଠି ଆଉ ଗରିବ କେହି ନାହିଁ, ନା ଧନୀ କେହି ନାହିଁ, ନା ବଡ ମଣିଷ କେହି ନାହିଁ, ନା ବଡ ଅଫିସର କେହି ନାହିଁ। ସର୍ବେ ହୋଇଲେ ଏକାକାର, ତୁ ପଦାକୁ ବାହାରି ପାରିବୁ ନା। କିଭଳି ସେ ରୋଗ ଆଇଲା,
ସ୍ତ୍ରୀ ବି ତା ସ୍ୱାମୀକି ପାଖକୁ ଟାଣିଲା ନାହିଁ, ବାପ ବି ସୁଧି ହେଇନି ପୁଅ। କେହି ତ କାହାକୁ ଛୁଇଁ ପାରିଲେନି ଆଉ କରୋନା ଆଇଲା ଭୟଙ୍କର 19 20 21 ଆଉ ସେ କିଭଳି ସେ ଲେଖିଛନ୍ତି ଏକ୍ଜାକ୍ଟ। ତେଣୁ ସେତେବେଳେ ସମୟରେ ଠାକୁରଙ୍କୁ ଆମେ ଠିକ ଜାଣିଛୁ ଯେ ଠାକୁର ଲେଖିଥିଲେ ସର୍ବେ ହୋଇବେ ଏକାକର ବେଦର ନଥିବ ବିଚାର ବିଚାର। ତେଣୁ ସେ ସମୟ ଗୋଟେ ସେଇଭଳି ଅବସ୍ଥା ରହିଲା, ସେ ଯେଡ଼େ ଅଫିସର ହେଲେ ବି ବାହାରକୁ ଯାଇପାରିବେ, ଅଫିସର ତ ମରିଗଲେ, ଡକ୍ଟର ମରିଗଲେ, ଯେଡ଼େ ଧନୀ ଲୋକ ହେଲେ ମଧ୍ୟ ଯାଇପାରିବେ। ଡକ୍ଟର ମରିଗଲେ, ଯିଏ ଡାକ୍ତର ମାନେ ଚିକିତ୍ସା କରିବେ ରୋଗ ପାଇଁ ସେ ଚାଲିଗଲେ, ସିଏ ବି ପଳେଇଲେ ଅନେକ। କିନ୍ତୁ ସିଏ ଯିଏ ପରିସ୍ଥିତିର ଦାସ ହେଇକି କ୍ଲିନ୍ ଫିନ୍ କରିଥିଲେ ସିଏ ବି ତାଲା ମାରିଦେଲେ। ଆଉ ଯୋଉମାନେ ସରକାରୀ ଡାକ୍ତରଖାନା ଖୋଲିବାକୁ ବାଉଁଛୁ ସିଏ ବସିଲେ 5-10 ହାତ ଦୂରରୁ ରୋଗୀଙ୍କୁ ପଚାରିବେ କାଚ ସେପଟେ। ଆଉ ଇଏ ସୃଷ୍ଟିରେ ବୁଲିବା ଭିତରେ ଯୋଉଠି ଯେତେବେଳେ ଦେଖିଲୁ ଇଏ କାଁ ଭାଁ ଦୋକାନୀ, ସେ ଟଙ୍କା ଛୁଇଁଲାନି, କହିଲା ସେ ବେଗରେ ପକେଇଦବ, ସେ ବେଗରୁ ଉଠେଇକି ନବ। ଠାକୁର ଲେଖିଛନ୍ତି, ସେ ଲେଖିଛନ୍ତି କଣ ଲେଖିଛନ୍ତି ନା ଯେତେବେଳେ ମୀନ ଶନି ଉପସ୍ଥିତ ହବ ଚୈତ୍ର ମାସ ଗୁରୁବାର, ମୀନ ଶନି ଉପସ୍ଥିତ ହବ। ଆରେ ସେ ବର୍ଷର ପାଞ୍ଜିରେ ଦେଖିଲା ବେଳକୁ 25 ମସିହା ପାଞ୍ଜି ଏଠି ଦିଟା ଚାଲୁଛି, ଗୋଟା କୋହିନୂର ଚାଲିଛି, ଗୋଟା ଖଡ଼ିରତ୍ନ ଚାଲିଛି। କୋହିନୂର ପାଞ୍ଜିଟିକୁ ମୁଁ ଦେଖିଲି, ତା ଦେହରେ ଏକ୍ଜାକ୍ଟ ସେଇ ଡେଟରେ ଲେଖା ଅଛି ଗୁରୁବାର ମୀନ ଶନି ଚଳିବ, ଚୈତ୍ର ମାସ ଶୁକ୍ଳ ପକ୍ଷ। ହଁ, ମୁଁ ସେକୁ ଅନୁଭବ କଲି, ପ୍ରଭୁ ହେ ମହାନୁଭାବ, କୋଉ ଦିନରୁ ତମେ ବିଚାର ଲେଖିକିରି ଯାଇଛ, ସତକୁ ସତ ଉପସ୍ଥିତ ହେଲା। ମୀନ ଶନି ଯେତେବେଳେ ପାଦ ଦେଲା, ସେ ଲେଖିଥିଲେ ମଇ ଉତ୍ପାତ ହବ, ମଇ ଦୁଲୁକିବ। ଆମେ ଅନୁଭବ କଲୁ, ରାତି ପାଇନି ହଠାତ୍ ପାକିସ୍ତାନ ଚଢ଼ଉ କରିକିରି ଅନ୍ୟାୟସରେ ନିର୍ଦ୍ଦୋଷୀ ମାନଙ୍କୁ ମାରିଦେଲା କାଶ୍ମୀରରେ, ଯାହା ପାଇଁ ବିରାଟ ଯୁଦ୍ଧ ମାନେ ପାଦ ଦେଇଛି ଆରମ୍ଭ କରିଛି ଅପରେସନ ସିନ୍ଦୁର। ହଁ, ତେଣୁ ସିନ୍ଦୁରା ବୋଲି ଯୋଉ ତା ନାଁଟି ଦେଲେ, ସେ ଅନାଦି ବ୍ରହ୍ମ ପରମ ବ୍ରହ୍ମ ପରମ ବ୍ରହ୍ମ ପରମ ବ୍ରହ୍ମ ରାଧେ ଶ୍ୟାମ ଜୟ ଜଗନ୍ନାଥ। ଓଡ଼ିଶା ଠାକୁର, ଚାରି ଧାମରେ ଚାରି ଠାକୁର ଅଛନ୍ତି, ରୂପରେ ବସିଛନ୍ତି, ତା ନାଁ ଚତୁର୍ଧାମୂରତି। ତେଣୁ କଳିରେ ଜଗନ୍ନାଥ ବସିଛନ୍ତି, ଓଡ଼ିଶା ମଠ ଶ୍ରୀକ୍ଷେତ୍ର ପୁରୀରେ ଅନୁଭବର ଦ୍ୱାର। ବିଚିତ୍ର ହେଲାନି, ସିଏ ଯୋଉ ଗଣ୍ଡଗୋଳ ସୃଷ୍ଟି ହେଲା ଭାରତର ପାକିସ୍ତାନର, ଠାକୁରେ ତାକୁ ଘଣ୍ଟ ଘୋରେଇ ଦେଲେ, ନହେଲେ ଉଭୟ ପଟର ବହୁତ କ୍ଷୟକ୍ଷତି ହେଇଥାନ୍ତା। କିନ୍ତୁ ଠାକୁର ଲେଖିଛନ୍ତି ଆରମ୍ଭ ହବ, ଆରମ୍ଭ ହେଲା। ସେ ଲେଖିଛନ୍ତି ମୀନ ଶନି ଗତି କରୁଥିବା ବେଳେ ଏ ପୃଥ୍ୱୀ ମହି ଦୁଲୁକିବ। ତୃତୀୟ ବିଶ୍ୱଯୁଦ୍ଧ ହବ କି? ସେ ଲେଖିଛନ୍ତି ତୃତୀୟ ବିଶ୍ୱଯୁଦ୍ଧ ହବ ଏଇ ମୀନ ଶନିରେ। ତେଣୁ ଯେଉଁ ତୃତୀୟ ବିଶ୍ୱଯୁଦ୍ଧ ବୋଲି ଦେଇଛନ୍ତି, ତା ଦେହରେ ସେ ଦେଇଛନ୍ତି ଏଭଳି ଯେ ଯୁଦ୍ଧଟା ସତ୍ୟ, ଯୁଦ୍ଧଟା ସତ୍ୟ ହବ, କାରଣ ଯବନ ଧ୍ୱଂସ ହବ, ଯବନ ମାନ ଧ୍ୱଂସ ହେବେ, ସେୟା ତ ହଉଛି ବର୍ତ୍ତମାନ। ଯବନ ଧ୍ୱଂସ ହବ, ସେ କେହି କାହାକୁ ଆଉ ଚିହ୍ନି ପାରିବେନି। ଆମେ ଆମରି ଜାତି, ଆମେ ଆମର ଭିତରେ ମରାମରି ଆଗେ ହବ। କୋକୁଆ କୋକୁଆ ଭୟ ସୃଷ୍ଟି ହବ, ସେଇ ସୃଷ୍ଟିଟି ବର୍ତ୍ତମାନ ଠିଆ ହେଇଛି। ସେ ଲେଖିଛନ୍ତି ମୀନ ଶନି ଭିତରେ ଏ ୱାର୍ଲଡ କମ୍ପିବ, ସେୟା ତ ହଉଛି ବର୍ତ୍ତମାନ। ବର୍ତ୍ତମାନ ବର୍ଷେ ହେଇକରି ଠିଆ ହେଇଛି। ଗୋଟେ ଦେଖିବାକୁ ଗଲା ସେ ପର୍ଯ୍ୟାୟ ଭାରତର ପାକିସ୍ତାନର କ୍ଷୀଣକ ପାଇଁ ଲାଗିଗଲା। କିନ୍ତୁ ଗୋଟେ ହଉଛି ରୁଷିଆ ଗୋଟେ ବଡ ୟୁକ୍ରେନ ବିଶ୍ୱରେ ବଡ ଦେଶ,
ସିଏ ୟୁକ୍ରେନ ବୋଲି ଗୋଟେ ଛୋଟିଆ ଦେଶ, ମାଛି ଭଳିଆ ଦେଶ ରୁଷିଆ ପାଖରେ। ସିଏ କେତେ ବର୍ଷ କେତେ ଦିନ ଧରିକିରି ଲାଗି ଚାଲିଲାଣି ସେ ଯୁଦ୍ଧ, 5 ବର୍ଷ ହେଇଗଲାଣି। ତାର ସମାଧାନ ହେଇପାରୁନାହିଁ ହେଲା। ଆମେରିକା ହଉଛି ବିଶ୍ୱରେ ବଡ ବୋଲି ରାଷ୍ଟ୍ର ବୋଲି ସମସ୍ତେ ତାକୁ ମାନୁଥିଲେ ଆଉ ବଡ ଭାଇ ହିସାବରେ। ବଡ ଭାଇର ଅର୍ଥ କଣ ନା ଧନଶାଳୀ ଜ୍ଞାନୀ, ତାର ଅଛି ସେଭଳି ବିତ୍ତ ଅଛି, ବିତ୍ତଶାଳୀ ଦେଶ ବୋଲି ସମସ୍ତଙ୍କୁ ସେ ସବୁ ଦେଶ ତାକୁ ସେ ପର୍ଯ୍ୟାୟଟା ଉପରେ ବିଶ୍ୱାସ ରଖିଛନ୍ତି, ନା ଧନୀ ଦେଶ ମାନୁଛନ୍ତି। କିନ୍ତୁ ତାଙ୍କର ବର୍ତ୍ତମାନ ଯୋଉ ଜ୍ଞାନ ଗାରିମା ଦେଖେଇଲେ ସବୁ ଦେଶ ଉପରେ ଯିଏ ଆଇନ ତିଆରି କରିଛନ୍ତି ସେ ଆଇନକୁ ଉଲ୍ଲଂଘନ କରିଛନ୍ତି ହେଲା। ତେଣୁ ସେ ଲେଖିଛନ୍ତି ବିଶ୍ୱର ଯୁଦ୍ଧ ହବ 29 ମସିହା ଭିତରେ, ଆର ପୁରା ରିରାଉଣ୍ଡିଂ ହେଇଯିବ, 7 ଥର ଘୁରିଯିବ ପୃଥିବୀ, 7 ଥର ଘୁରିଯିବ, ଫଳ କୂଳ ରହିବନି। ଯୋଉ ଟାଇପର ବର୍ତ୍ତମାନ ଏଇ ଦେଖନ୍ତୁ କାଲି ପରଦିନ ଯୋଉ ଆମେରିକା ଇସ୍ରାଏଲ ଯୋଉ ପ୍ରକାର ଆଟାକ କରୁଛନ୍ତି ଇରାନ ଉପରେ, ଇରାନର ଯିଏ ରାଷ୍ଟ୍ରୀୟ ଅଧ୍ୟକ୍ଷ ଖାମେନେଇ ତାକୁ ମଧ୍ୟ ମାରିଦେଲେ କାଲି ରାତିରେ। ବର୍ତ୍ତମାନ ୟୁକ୍ରେନ ଇରାନ କହୁଛି ଯେ ମୁଁ ଛାଡ଼ିବିନି। ସେ କଣ ଛାଡ଼ିବ? ସେ ଛାଡ଼ିବନି। ନା, ବର୍ତ୍ତମାନ କେହି କାହାରିକି ଛାଡ଼ିବାକୁ ନାରାଜ। ନା। ରୁଷିଆ ମଧ୍ୟ ଆମେରିକାକୁ ଧମକ ଦେଇଛି, ତମେ ଡୋନାଲ୍ଡ ଟ୍ରମ୍ପକୁ, ଯେ ତୁମେ ଯଦି ଶାନ୍ତିର ବାର୍ତ୍ତା ବାହକ ହେଇ ତୁମେ କିନ୍ତୁ ଯୁଦ୍ଧ କରୁଛ ବିଶ୍ୱ ସାରା, ବର୍ତ୍ତମାନ ଯୋଉ ଯୁଦ୍ଧ କରି ବିଶ୍ୱକୁ ଅସ୍ଥିର କରିବାକୁ ବସୁଛ, ସେ ତୁମକୁ ଆମେ ଛାଡ଼ିବୁନି। ତେଣୁ ବର୍ତ୍ତମାନ ଚୀନ ଆଉ ରୁଷିଆ ସିଏ ମଧ୍ୟ ବର୍ତ୍ତମାନ ଇରାନ ସହିତ ଯୋଗ ଦେବା ବସିଲେଣି। ସେକଡେ ଆମେରିକା ଆଉ ଇସ୍ରାଏଲ ସିଏ ମଧ୍ୟ ତାଙ୍କର ଯୁଦ୍ଧ କରୁଛନ୍ତି। ଏମିତି ସମୟ ଚାଲିବ, ଯୋଉ ସମୟ ଚାଲିବ, ଏଇ ସମୟରେ ଯୋଉ ଦେଶ ଭିତରେ ଲାଗିବ ସେ ସମ୍ପୂର୍ଣ୍ଣ ସ୍ମାସ ହବ ହେଲା। ରକ୍ତ ଖାଇବ ମାଂସ। ବାଘ ଯେତେବେଳେ ଗୋଟିଏ ଖାଏ ସେ ତାପରେ ଇଚ୍ଛା କରିବ କଣ ନା ଆଉ ଗୋଟା ଖାଇବାକୁ। ଆମେରିକା ଅଳ୍ପ କିଛି ଦିନ ତଳେ ସେ ଯୋଉ ମନ୍ତ୍ରୀ କି ନେଇ ଚାଲିଗଲେ, ଠାକୁର ଆମକୁ କହିଛନ୍ତି ପ୍ରଭୁ ଗଙ୍ଗା କୂଳେ ନାଇରେ ସଦବତୀ ମୂଢ଼ମତି, ଗଙ୍ଗା ଯମୁନା ସରସ୍ୱତୀ ଏଇଠି ବହୁଛନ୍ତି, ତୋ ଦେହରେ ତୁ ଦେଖ ବିଶ୍ୱ ଜଗତ। ଗଣେଶଙ୍କ ବୃତ୍ତି ବୁଝିପାରୁଥିବ, ଶିବଙ୍କ ଚାରି ପାଖରେ ବୁଲି ଆସିଲେ, କାର୍ତ୍ତିକ ବୁଡ଼ି ଉଡ଼ିକିରି ଚାଲିଲେ। ତେଣୁ ଗଣେଶ ବୁଲିକିରି ଆସି କହିଲେ ପ୍ରଭୁ ତ ଇଏ, ଆଉ କୋଉ କାହା କରି ବୁଲିବାକୁ ଯିବି, ଆଉ କିଏ ଅଛି ମୋଠୁ ବଡ଼। ସେଥିପାଇଁ ମହାପୁରୁଷ ଅଚ୍ୟୁତ ଗୋସ୍ୱାଇଁ କହିଲେ, ପଞ୍ଚସଖା କହିଲେ, ସେଇ ଜଗନ୍ନାଥ ମୂରତି ନୀଳାଚଳରେ। ଯୋଉ ଜଗନ୍ନାଥ ମୂରତି ନୀଳାଚଳରେ ସେଇ ଜଗନ୍ନାଥ ମୂର୍ତ୍ତି ପଦ୍ମବନରେ।